प्रिय श्रोता बंधु प्रभु श्रीकृष्ण बहुमूल्य नाम आपको शुभेच्छा। पवित्र बाइबल जौन लिखित सुसमाचार 14 अध्याय 18 पदरे पाठ करू मु तुम मानक अनाथ कर छाड़ी ना मु तुम मान निकट को आसुअछि। प्रभु श्रीकृष्ण ठारे विश्वासकारी प्रत्येक को से कहती मु तुम्भ मानक अनाथ कर छाड़ी ना। प्रभु श्रीकृष्ण आहरी मध्य कहले जुगांत पर्यंत सदासर्वदा मु तुम मानक संगे संगे अच्छी। এই জগତରେ ମନୁଷ୍ୟ ନିଃସଙ୍ଗ ଅଟେ। ଯେଉଁମାନେ ଜୀବନର ଘଡ଼ି ସନ୍ଧି ମୁହୂର୍ତ୍ତ ଦେଇ ଗତି କରିଛନ୍ତି ସେମାନେ ଏହି ବିଷୟ ସବୁ ଉତ୍ତମ ରୂପେ ଜାଣନ୍ତି। ପ୍ରଭୁ ଯୀଶୁ ଏହି କଥା ଏଥିପାଇଁ କହିଲେ କାରଣ ଏହିପରି ସମୟରେ ଆମର ଆଶ୍ୱାସନା ଓ ସାହାଯ୍ୟର ଆବଶ୍ୟକ ହୋଇଥାଏ। ମାତ୍ର ଅନ୍ୟମାନେ ଏହି ସମୟରେ ଆମକୁ ଏକୁଟିଆ ଛାଡ଼ି ଦିଅନ୍ତି, କିନ୍ତୁ ଏଠାରେ ପ୍ରଭୁ ଯୀଶୁ ଆମକୁ ଆଶ୍ୱାସନା ଦିଅନ୍ତି, ଯିଏକି ଆମକୁ ଏତେ ଅଧିକ ପ୍ରେମ କଲେ। ତେଣୁ ସେ ଦେହବନ୍ତ ହେଲେ ଯେପରି ସେ ଆମକୁ ପାପରୁ ଓ ପାପର ଦଣ୍ଡରୁ ରକ୍ଷା କରିବେ। ଈଶ୍ୱରଙ୍କର କ୍ରୋଧ ପାପୀ ମନୁଷ୍ୟ ଉପରେ ରହିଅଛି, ପୁଣି ସେ ତାହାକୁ ଦିନେ ନରକାଗ୍ନିରେ ନିକ୍ଷିପ୍ତ କରିବେ, ଯେଉଁଠି ସେ ସଦାକାଳ ଯନ୍ତ୍ରଣା ଭୋଗ କରିବ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାପୀର ବଦଳରେ ମୃତ୍ୟୁ ଭୋଗ କରି ତୃତୀୟ ଦିନରେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ତାହାକୁ ପ୍ରଭୁ ଆଶ୍ୱାସନା ଦେଇ କହନ୍ତି ସେ ତାହାକୁ ଅନାଥ କରି ଛାଡ଼ିବେ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ଆପଣ ମଧ୍ୟ ଏହି ଆଶ୍ୱାସନା ପ୍ରାପ୍ତ ହୁଅନ୍ତୁ। ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଏହା ଆମର ପ୍ରାର୍ଥନା।